ଆମ ତଳେ ଯେତେବେଳେ 6 ଜଣ ଆସିବେ ମାନେ 2 ତା ତଳେ 4 ସେତେବେଳେ ଆମେ ରାସନ ପାଇବା ପାଇଁ ଏଲିଜିବୁଲ ହବା। 2 ଆସିଲେ ହବ ନାହିଁ। ଆପଣଙ୍କୁ ଏ କଥା କିଏ କହିଲେ? ଆଜ୍ଞା ମୋର କଥା ସେମିତି ନାହିଁ। ପ୍ରଥମେ ଯେ ଜଣେ ଜଏନ କଲା 2 ଲୋକ ଦେବାକୁ ବାଧ୍ୟ, ବୁଝିପାରିଲେ? ସିଏ ଅନ୍ନପୂର୍ଣ୍ଣା ଆପ୍ଲାଏ କରିପାରିବ, ଏଲିଜିବୁଲ ହବ ନାହିଁ। ତଳେ 2 ଲୋକ ଯୋଉ ରହିଲେ ତାଙ୍କ ତଳେ 2 ଲୋକ ଯେ ସ୍ୱରୋଜଗାର ପଡ଼ିବେ ସେମାନେ ଆପ୍ଲାଏ କରିପାରିବେ, ତାଙ୍କ ତଳେ ପଡ଼ିଗଲା ରାଇସନ ପାଇବେ। ମାତ୍ର 6 ଜଣ ଦରକାର ପଡ଼େ ବୋଲି ମୁଁ କହିଲି। ଆଜ୍ଞା ଏମିତି ନା କେମିତି ମତେ ଟିକେ କୁହନ୍ତୁ। ଶୁଣନ୍ତୁ ମୁରଲୀଧର ବାବୁ, ଭେରି ସିମ୍ପଲ ଜିନିଷଟା, ୟାକୁ କ୍ରିଟିକାଲ କରିବାନି। ଆପଣ ନିଜେ 850 ଦେଲେ, 2ଟା ଯୋଜନାରେ ଏଣ୍ଟ୍ରି ନେଲେ, ଗୋଟେ ହଉଛି ସ୍ୱରୋଜଗାର ଆଉ ଗୋଟେ ହେଲା କଣ କୁହନ୍ତୁ ଅନ୍ନପୂର୍ଣ୍ଣା ଯୋଜନା। ଆପଣ 2 ଜଣ ଲୋକଙ୍କୁ ସେବା ଦେଲେ, ସେମାନେ 850 ଦେଲେ। ଆପଣଙ୍କର ସ୍ୱରୋଜଗାରରେ 35 ଟଙ୍କା ଲେଖା ଡେଲି ହିସାବରେ 10 ଦିନ ଭିତରେ ଆପଣଙ୍କ ଫଣ୍ଡ ୱାଲେଟରେ 350 ଟଙ୍କା ଶୋ କରିବ। ଆପଣ ୱିଡ୍ର ମାରିଲେ 315 ଟଙ୍କା ଆସିବ। ଇଏ ଗଲା ସ୍ୱରୋଜଗାର କଥା। ଯେହେତୁ ଆପଣ ଅନ୍ନପୂର୍ଣ୍ଣା ଯୋଜନାରେ 2 ଜଣକୁ ଏଣ୍ଟ୍ରି କରିଛନ୍ତି, 500 ଦେଇକି 850 ଭିତରେ 500 ଟଙ୍କା ହଉଛି ଅନ୍ନପୂର୍ଣ୍ଣା ଯୋଜନା ପାଇଁ। ଆପଣ ନିୟମ ଦୃଷ୍ଟିରୁ 11 ମାସ ପର୍ଯ୍ୟନ୍ତ ରାସନ ବା ଗ୍ରୋସରୀ 500 ଟଙ୍କା ଲେଖା ପର ମନ୍ଥ ପାଇବାକୁ ଏଲିଜିବୁଲ। ଏଠି ଗୋଟେ ଛୋଟ କଣ୍ଡିସନ ଅଛି, ଯଦି ଆପଣ କଣ୍ଟିନ୍ୟୁଅସଲି ସେବା ବଢେଇ ଚାଲିଲେ ତାହେଲେ ଆପଣଙ୍କୁ 11 ମାସ ପର୍ଯ୍ୟନ୍ତ ନିରନ୍ତର ମିଳି ଚାଲିବ। ଯଦି 2ଟାରେ ଆପଣ ବନ୍ଦ କରିଦେଲେ ତାପରେ ଆଗକୁ ଗଲେ ନାହିଁ, ତାହେଲେ ଆପଣଙ୍କୁ ମଝିରେ ଇନଫର୍ମେସନ ଦିଆଯିବ ଆପଣ ସେବା କରନ୍ତୁ, ସ୍ୱାର୍ଥପର ବନନ୍ତୁନି। ଯଦି ତା ବାଦ ବି ଆପଣ ନ ମାନିଲେ ତାହେଲେ 2-4 ମାସ ରାସନ ଦିଆ ହେଲା ପରେ ଆପଣଙ୍କ ରାସନ ବନ୍ଦ କରିଦେଲେ ଆପଣ ମନ ଦୁଃଖ କରିବେ। ଏଇଟା ହଉଛି କଣ୍ଡିସନ ହେଲା ଯେ ଆଜ୍ଞା। ବର୍ତ୍ତମାନ ଜଣେ ଲୋକ ଜଏନିଂ କଲା ପରେ ସ୍ୱରୋଜଗାର 2 ଜଣ ନ ପଡିଲା ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ଆପ୍ଲାଏ କରିପାରିବ କି? ହଁ ସେମିତି କିଛି ଅସୁବିଧା କରିପାରିବ। ହଁ ନାଇଁ ଆମର ଅଫଲାଇନ କହିକି କରିପାରିବନି, କାହିଁକି ନା ସେ ଏଲିଜିବୁଲ ହେଇନାହାନ୍ତି। ରୁହନ୍ତୁ ମୁରଲୀଧର ବାବୁ, ଆପଣ ସକାଳ ପ୍ରୋଗ୍ରାମରେ ରୁହନ୍ତୁ। ରାଠୋର ସାର୍ ରହୁଛନ୍ତି, ହେମନ୍ତ ସାର୍ ରହୁଛନ୍ତି, ଅନିଲ ସାର୍ ରହୁଛନ୍ତି। ଆପଣଙ୍କ ଅଫଲାଇନ କିଏ କହିଲେ? ରାମଚନ୍ଦ୍ର ଶତପଥୀ। ହଁ ରାମଚନ୍ଦ୍ର ଶତପଥୀ ସାର୍ ବି ରହୁଛନ୍ତି ନିଜେ ପ୍ରୋଗ୍ରାମରେ। ଜାଣିଛ ଆପଣ ବି ତ ରହୁଛନ୍ତି, ପୁଣି ଆପଣ ତ ଶୁଣିଥିବେ, ପୁଣି ଆପଣ ଏମିତି କନଫ୍ୟୁଜ କାହିଁ କରୁଛନ୍ତି? ନାଇଁ ମୁଁ ତ ମତେ ତ ମନା କଲେ ଆଜ୍ଞା। ଆଉ ମୋର ଜଣେ ଲୋକ ଆଜ୍ଞା ଜଣେ ପଡିଥିଲା ଯେ ହବ ନାହିଁ କହିଲେ, ସେ ଆପ୍ଲାଏ କରିପାରିବନି କହିଲେ। ଆପଣ ମୁରଲୀଧର ବାବୁ, ଆପଣ ସକାଳ ପ୍ରୋଗ୍ରାମରେ ରହୁଛନ୍ତି ନା ରହୁନାହାନ୍ତି? ରହୁଛି ଆଜ୍ଞା। ରହୁଛନ୍ତି ତ କ୍ଲିୟର, ଆଉ ଏତେ କାହିଁ କନଫ୍ୟୁଜ ହଉଛନ୍ତି? ଶୁଣିଲେ ତ 2 ଆଉ ରାମଚନ୍ଦ୍ର ଶତପଥୀ ସାର୍ କଣ ଯୋଉଟା କହିଦେବେ ସେଇଟା ନିୟମ, ଯୋଉଟା ସିଷ୍ଟମ କହିବ ସେଇଟା ନିୟମ ନା। ଆଉ ମାନେ ଜଣେ ସ୍ୱରୋଜଗାର ହେଇ ସାରିଲା ପରେ ଅନ୍ନପୂର୍ଣ୍ଣା ବି ଆପ୍ଲାଏ କରିପାରିବ। ମୁଁ ଟିକେ କନଫ୍ୟୁଜ ରହିଯାଇଛି। ଆପଣ ସକାଳ ମିଟିଂ ଆଜି ଆଟେଣ୍ଡ କରିଥିଲେ? ଆଜି କରିନି ଆଜ୍ଞା। କାଲି ଆଟେଣ୍ଡ କରିଥିଲେ? ହଁ କାଲି କରିଥିଲି। କେତେ ଦିନ ହେଲା ଆଟେଣ୍ଡ କରୁଛନ୍ତି? ମୁଁ ତ ସବୁଦିନ କଲା ଭଳିଆ କରୁଛି ଆଜ୍ଞା। ସବୁଦିନ କରୁଛନ୍ତି? ଛୋଟ ପିଲା ଭଳିଆ କଣ କହୁଛନ୍ତି? ଛୋଟ ପିଲା ଭଳିଆ କାହିଁ କହୁଛନ୍ତି? ସବୁଦିନ ତ ଆଟେଣ୍ଡ କରୁଛନ୍ତି, ସବୁଦିନ ତ ସେ ଗୋଟେ ଜିନିଷ କ୍ଲିୟର କରାହଉଛି, ପୁଣି ଆପଣ ଏମିତି ଅଜଣା ଭଳିଆ କାହିଁ କଥା କହୁଛନ୍ତି? ନାଇଁ ଆମର ଶୁଣନ୍ତୁ କଥା ପଡିଥିଲା, ଆମର 850 ଡାଇରେକ୍ଟ ଆମେ ମାଗିଦେଲୁ ଯେ ସେମିତି ମାଗନ୍ତୁ ନାହିଁ ବୋଲି କହିଲେ। ଶୁଣନ୍ତୁ ମୁରଲୀଧର ବାବୁ, ଛୋଟ ପିଲା ଭଳିଆ ହୁଅନ୍ତୁନି। ଆପଣ ଯଦି ପ୍ରତିଦିନ ପ୍ରୋଗ୍ରାମ ଆଟେଣ୍ଡ କରୁଛନ୍ତି, ସେ ଶତପଥୀ ବାବୁଙ୍କ କଥା ଏଠି ଉଠାନ୍ତୁନି। ଆମର ପ୍ରୋଗ୍ରାମରେ ସବୁବେଳେ କୁହାଯାଉଛି ଯୋଉଟା ସେଇଟାକୁ ଆପଣ ବୁଝେଇ ଯାଆନ୍ତୁ। ରାମ କହିଲା, ଶ୍ୟାମ କହିଲା, ଆପଣ ତାପରେ କହିବେ ରାହୁଲ ଗାନ୍ଧୀ କଣ କହିଲେ, ତାପରେ କହିବେ ଆମର ନରେନ୍ଦ୍ର ମୋଦୀ କଣ କହିଲେ। ଏଠି କଣ ସେୟା କୁହାଯାଉଛି? ସବୁଦିନ ଯୋଉଟା କୁହାଯାଉଛି ସେଇଟାକୁ ଆପଣ ଶୁଣୁଛନ୍ତି, ସେଇଟାକୁ ନିୟମ ବୋଲି ମାନନ୍ତୁ। ଆପଣ କନଫ୍ୟୁଜ ହୁଅନ୍ତୁନି। ରାମଚନ୍ଦ୍ର ଶତପଥୀ ସାର୍ଙ୍କୁ କନଫ୍ୟୁଜ କରାନ୍ତୁନି କି ଆପଣ ବି କନଫ୍ୟୁଜ ହୁଅନ୍ତୁ, ବୁଝିଲେ? ଅଯଥା କନଫ୍ୟୁଜ କରିକି ଆପଣ କନଫ୍ୟୁଜ ହେଇଯାଉଛନ୍ତି। ଆପଣ କଣ କ୍ଷୀର ଖାଉଛନ୍ତି କି କନଫ୍ୟୁଜ ହେଇଯାଉଛନ୍ତି? ଛୋଟ ପିଲା କି ଆପଣ? ମତେ ଲାଗୁଛି ଆପଣଙ୍କ ବୟସ 18 ବର୍ଷରୁ ଅଧିକ ହେଇଥିବ ମିନିମମ। କେତେ ବୟସ କେତେ? ମୋର ବୟସ 43 ଆଜ୍ଞା। 42-43 ହେଲାଣି, ଆପଣ କଣ ଏମିତି କହୁଛନ୍ତି ମୁରଲୀଧର ବାବୁ? ପ୍ଲିଜ ଏମିତି କୁହନ୍ତୁନି। ରାମଚନ୍ଦ୍ର ଶତପଥୀ କିଏ? କେଦାର ପ୍ରଧାନ କିଏ କହିଲେ? ତାକୁ ସାଇଡ କଲେ। ଅନିଲ ସ୍ୱାଇଁ କିଏ? ହେମନ୍ତ ବାବୁ କିଏ? ତାକୁ ପୁରା ସାଇଡ କରିଦିଅନ୍ତୁ। ସିଷ୍ଟମ ଯାହା କହୁଛି ତାକୁ ମାନନ୍ତୁ। ଯୋଉଦିନ ଯାଏ କେଦାର ପ୍ରଧାନ କଥା ଶୁଣୁଥିବେ ସେଦିନ ବର୍ବାଦ ହେବେ। ଯୋଉଦିନ ଯାଏ ରାମଚନ୍ଦ୍ର ଶତପଥୀ କଥା ଶୁଣିବେ ବର୍ବାଦ ହେବେ। ଯୋଉଦିନ ଅନିଲ ସ୍ୱାଇଁ ଆଉ ହେମନ୍ତ ବାବୁଙ୍କ କଥା ଶୁଣିବେ ବର୍ବାଦ ହେବେ। ଯୋଉଦିନ ଆପଣ ସିଷ୍ଟମ କଥା ଶୁଣିବେ ସେଦିନ ଆବାଦ ହେବେ। ସିଷ୍ଟମ କହୁଛି 850,
ଆପଣ ସେଇଟା ମାନନ୍ତୁ। ସିଷ୍ଟମ କହୁଛି ସ୍ୱରୋଜଗାର ପାଇଁ ଆପଣ ଏତିକି ଦେବେ, ଅନ୍ନପୂର୍ଣ୍ଣା ପାଇଁ ଏତିକି ଦେବେ, ସହାୟତା ରାଶି ପାଇଁ 3000 ଦେବେ, 369 ଟଙ୍କା ଆପଣଙ୍କ ମୋବାଇଲ ଅପଲୋଡ କରିବେ, ସେଟା ମାନନ୍ତୁ। ତାପରେ ସହାୟତା ରାଶି ଦେଲା ପରେ ଆପଣ ଲୋନ ପାଇଁ 3300 ଟଙ୍କା ଆପ୍ଲାଏ କରିବେ, ସେଇଟା ମାନନ୍ତୁ। ତାପରେ ଲାଷ୍ଟ ହଁ, ଏଇଟା ତ ସବୁଦିନ ମୋର ଧର କୁହାଯାଉଛି, ଆପଣ ଦୟାକରି ମତେ ଆଉ କେମିତି କୁହନ୍ତୁନି। ଯଦି ନ ଆଟେଣ୍ଡ କରିଥାନ୍ତେ ମୁଁ ଆପଣଙ୍କୁ ଛୋଟ ପିଲା ଭଳିଆ ଚାଟଶାଳୀ ଭଳିଆ ପଢେଇଥାନ୍ତି। ଆପଣ ଯେତେବେଳଠୁ କହିଦେଲେନି ମୁଁ ସବୁଦିନ ଆଟେଣ୍ଡ କରୁଛି, ତାପରେ ଏମିତି ପ୍ରଶ୍ନ ପଚାରୁଛନ୍ତି, ମୁଁ ତେଣୁକରି ଆପଣଙ୍କ ଉପରେ ଚିଡିକି କଥାବାର୍ତ୍ତା କରୁଛି। କାହିଁକି କହିଲେ ଆପଣ ଆଟେଣ୍ଡ କରୁଛନ୍ତି, ଜାଣିକିରି ନ ଜାଣିଲା ଭଳିଆ ଆପଣ ହଉଛନ୍ତି, ତେଣୁକରି ମୁଁ ଆପଣଙ୍କ ଉପରେ ଚିଡୁଛି। ଯଦି ସରେଣ୍ଡର କରିଦେଇଥାନ୍ତେ ସାର୍ ମୁଁ କିଛି ଜାଣିନି, ତାହେଲେ ମୁଁ ଆପଣଙ୍କୁ ଖଡି ଧରିକି ଯେମିତି ଛୋଟ ପିଲାଙ୍କୁ ପଢାନ୍ତିନି, ମୁଁ ସେଇଭଳିଆ ପଢେଇଥାନ୍ତି। ବୁଝିପାରୁଛନ୍ତି ନା ନାଇଁ? ଆପଣ ଜାଣିକି ଟୋଟାଲି ଅଜଣା ଭଳିଆ ହୁଅନ୍ତୁନି ମୁରଲୀଧର। ଥରେ ଜାଣିଥାନ୍ତୁ, ଆଉ ଜାଣିନି ବୋଲି ଜୀବନରେ କେବେ କୁହନ୍ତୁନି। କ୍ଲିୟର ମୁରଲୀଧର ବାବୁ? ଆଜ୍ଞା ଆଜ୍ଞା। ଓକେ, ହଁ, ଆଉ କଣ କୁହନ୍ତୁ? ଅନ୍ୟ ମାନଙ୍କର କଣ ପ୍ରଶ୍ନ ଅଛି ପଚାରନ୍ତୁ। ବିଶ୍ୱ ବାବୁ, ଆଜ୍ଞା ସାର୍। ସୁଶାନ୍ତ ବାବୁ, କଣ ଅଛି ପଚାରନ୍ତୁ, ପଚାରନ୍ତୁ କଣ ପଚାରିବା। ଅନ୍ନପୂର୍ଣ୍ଣା ମ୍ୟାଡାମ ପଚାରନ୍ତୁ କଣ ଆସିଲେ ଆଗକୁ କହିବା ପାଇଁ, କୁହନ୍ତୁ। ନାଇଁ ଆଗକୁ କଣ ଆସ, ଏତ ସୁନ୍ଦର ଭାବରେ ମିଟିଂ ଚାଲିଛି ଏବେ ସବୁଦିନ ଚାଲିଛି, ସେଇ ଥ୍ରେଡରେ ଆମେ ପଢିଛୁ। ମଝିରେ ମଝିରେ ଏବେ ଡିଷ୍ଟର୍ବାନ୍ସ, ଆଉ ସେଟା ସେ ଚ୍ୟାଲେଞ୍ଜ ମାରୁଛନ୍ତି ଯେତେବେଳେ ଅନ୍ୟ ଲୋକମାନେ କଣ ଭାବିବେ, ନିଶ୍ଚିତ ଭାବରେ ଅଲଗା କଥା କିଛି କୁହାଯାଇଛି, ତେଣୁ ସେଇ ଜିନିଷଟା ଏତେ ପର୍ଯ୍ୟନ୍ତ ରିପିଟ ଚାଲିଛି ଯୋଉଟା କି ସେଟା ମାନେ ଏଣ୍ଡ ବି ନାହିଁ ତାର। ଶେଷରେ ଅନ୍ନପୂର୍ଣ୍ଣା ମ୍ୟାଡାମ, ମୁଁ ଆପଣଙ୍କୁ ମଝିରେ କଣ କହିଲି? କେଦାର ପ୍ରଧାନକୁ ଟୋଟାଲ ସାଇଡ କରିଦିଅନ୍ତୁ। ସିଏ କଣ ଉଳି ହେଲା ତାକୁ ଟୋଟାଲି ମାନନ୍ତୁନି। ଯୋଉଟା ସିଷ୍ଟମ କହୁଛି ସେଇଟା ମାନନ୍ତୁ। ମୁରଲୀଧର ବାବୁ କଣ କହିଲେ ତାଙ୍କୁ ସାଇଡ କରନ୍ତୁ, ତାଙ୍କ କଥା ଟୋଟାଲି ଶୁଣନ୍ତୁନି, କେଦାର ପ୍ରଧାନ କଥା ଟୋଟାଲି ଶୁଣନ୍ତୁନି। ସିଷ୍ଟମ ଯୋଉଟା କହୁଛି, ପିଡିଏଫ ଯୋଉଟା କହୁଛି, ରାଠୋର ସାର୍ ଯୋଉଟା କହୁଛନ୍ତି, କମ୍ପାନୀର ଫାଉଣ୍ଡର ଓନର ଯୋଉଟା କହୁଛନ୍ତି, ସେଇଟା ସତ୍ୟ ସତ୍ୟ ଆଉ ସତ୍ୟ। କ୍ଲିୟର? କେଦାର ପ୍ରଧାନ ଆଜି ପର୍ଯ୍ୟନ୍ତ ସକାଳୁ ଯାହା କହୁଛି ସବୁ ପିଡିଏଫ ଅନୁସାରେ ରାଠୋର ସାର୍ଙ୍କ ସହିତ କଥୋପକଥନ କରି, ତାଙ୍କ ସହିତ ମୁଁ ଭଗବାନଙ୍କ ଆଶୀର୍ବାଦ ଦିନକୁ ଥରେ 2 ଥର 3 ଥର ମୁଁ କଥା ହୁଏ, ଏବଂ ଯୋଉଟା କରେକ୍ସନ ଯୋଉ ଲେଭେଲରେ ହବା କଥା ମୁଁ ସେଇଟା ସେଇ ଅନୁସାରେ ତାଙ୍କ ଦ୍ଵାରା ଗାଇଡେଡ ହେଇକି କରେ। ଏତିକି ମନେ ରଖିଥାନ୍ତୁ ମ୍ୟାଡାମ, କିଛି ଡିଷ୍ଟର୍ବ ହବା ଦରକାର ନାହିଁ। ମୁରଲୀଧର ବାବୁ ଯଦି ନିଜେ କନଫ୍ୟୁଜ ଅଛନ୍ତି, ସେ ଠିକ ହେଇଯାଆନ୍ତୁ, ମୋର ଏତିକି ସଜେସନ। ଆଉ କେବେ ବି ଆମର ରେକ୍ସଲୋର ୱେଲଫେୟାର ଫାଉଣ୍ଡେସନରେ କାହାକୁ ଦୟାକରି ମୋଟିଭେଟ କରିବେନି, ତେଲ ମାଲିସ କରିବେନି, କାହାକୁ ଯୋଉ କହନ୍ତିନି ମୋଟିଭେସନାଲ ସ୍ପିକର ଯେ ସେ କଥାବାର୍ତ୍ତା କରିବେନି।